ଜୟଗୁରୁ ନିଗମ ଜୀବନୀ ଜ୍ଞାନଗୁରୁ ପ୍ରାପ୍ତି। ନଳିନୀକାନ୍ତ କାଶୀରୁ ଫେରିଆସି ନାନା ସ୍ଥାନରେ ପରିଭ୍ରମଣ କରି ଶେଷରେ ରାଜସ୍ଥାନର ଆଜମିରରେ ଅବସ୍ଥାନ କରିବାକୁ ଲାଗିଲେ। ସେଠାରେ ଥିବା ପ୍ରବାସୀ ବଙ୍ଗାଳୀମାନେ ତାଙ୍କୁ ଦେଖି ବଡ଼ ଆନନ୍ଦ ଅନୁଭବ କଲେ। ନଳିନୀକାନ୍ତ ମଧ୍ୟ ସେମାନଙ୍କ ସହିତ ବନ୍ଧୁତା ସ୍ଥାପନ କଲେ। ଦିନେ ସେ ଶୁଣିଲେ ଯେ ନିକଟରେ ଜଣେ ସାଧୁ ଧର୍ମ ବିଷୟରେ ବକ୍ତୃତା ଦେବେ। ସେ ବନ୍ଧୁମାନଙ୍କୁ ସେଠାକୁ ଯାଇ ବକ୍ତୃତା ଶୁଣିବାକୁ ଅନୁରୋଧ କଲେ। ପ୍ରବାସୀ ବଙ୍ଗାଳୀମାନେ ସେଠାରେ ସରକାରୀ ଉଚ୍ଚ ପଦରେ ଆସୀନ ହୋଇ ପ୍ରବୃତ୍ତି କରୁଥାନ୍ତି। ସୁତରାଂ ହିନ୍ଦୁସ୍ତାନୀ ସାଧୁଙ୍କ ବକ୍ତୃତା ଶୁଣିବାକୁ ସେମାନେ ରାଜି ହେଲେ ନାହିଁ। ଏପରିକି ନଳିନୀକାନ୍ତଙ୍କୁ ସେଠାକୁ ଯିବାକୁ ମଧ୍ୟ ନିଷେଧ କଲେ। ନଳିନୀକାନ୍ତ କିନ୍ତୁ କୌଣସି କଥା ନ ଶୁଣି ସେଠାରେ ଯାଇ ଉପସ୍ଥିତ ହେଲେ। ଦୂରରୁ ଦେଖିଲେ ଜଣେ ଜଟାଜଟ ବିମଣ୍ଡିତ ସାଧୁ ବକ୍ତୃତା ଦେଉଛନ୍ତି। ଆଉ ଟିକିଏ ଅଗ୍ରସର ହୋଇ ନଳିନୀକାନ୍ତ ଚମକି ପଡ଼ିଲେ। ସେ ଦେଖିଲେ ଯେ ଯେଉଁ ସନ୍ନ୍ୟାସୀ ତାଙ୍କୁ ସ୍ୱପ୍ନରେ ବିଲ୍ୱପତ୍ରର ଏକାକ୍ଷରୀ ମନ୍ତ୍ର ପ୍ରଦାନ କରି ଅଦୃଶ୍ୟ ହୋଇଥିଲେ, ସେହି ସାଧୁ ସେଠାରେ ବକ୍ତୃତା ଦେଉଛନ୍ତି ଓ ହଜାର ହଜାର ଲୋକ ତାଙ୍କ କଥା ଶୁଣୁଛନ୍ତି। ନଳିନୀକାନ୍ତ ଚିହ୍ନିଲି, ଗୁରୁ ପାଇଲି ବୋଲି ଚିତ୍କାର କରି ସହସ୍ର ଲୋକଙ୍କ ଭିତରେ ଧାଇଁ ଧାଇଁ ଯାଇ ସାଧୁଙ୍କ ଚରଣ ତଳରେ ମୂର୍ଚ୍ଛିତ ହୋଇ ପଡ଼ିଗଲା। ବକ୍ତୃତା ବନ୍ଦ ହୋଇଗଲା। ନଳିନୀକାନ୍ତ ବାହ୍ୟ ଜ୍ଞାନ ଫେରିଆସିବା ପରେ ଦେଖିଲେ ଯେ ତାଙ୍କ ସମ୍ମୁଖରେ ଦୁଇଟି ଚେଲା ଓ ଉକ୍ତ ସାଧୁ ଦଣ୍ଡାୟମାନ। ସାଧୁ କହିଲେ, କ'ଣ ମାଗୁଛୁ? ନଳିନୀକାନ୍ତ ଜବାବ ଦେଲେ, ଆପଣଙ୍କ ସାଙ୍ଗରେ ଯାଇ ସାଧୁ ଜୀବନ ଯାପନ କରିବି। ସାଧୁ ରୁକ୍ଷ ସ୍ୱରରେ କହିଲେ, ନା, ବଙ୍ଗାଳୀ ଭୋଗୀ ଜାତି ସାଧୁ ହୋଇପାରିବେ ନାହିଁ। ସେତେବେଳେ ନଳିନୀକାନ୍ତ କୁମିରା ଗୃହ ଭିତରେ ସାଧୁଙ୍କର ଦର୍ଶନ ଲାଭ ଓ ତାଙ୍କଠାରୁ ମନ୍ତ୍ରବ୍ୟାପ୍ତି ବିଷୟକ ସମସ୍ତ ଘଟଣା ଯଥାଯଥ ବର୍ଣ୍ଣନା କରି କୃପାଭିକ୍ଷା କଲେ। ସବ୍ ଝୁଟା ବାତ୍ ହୈ, ଭାଗୋ ସାଲା ମଛଲିଖୋର। ଏହି କଥା କହି ସାଧୁ ଦୀର୍ଘ ପଦକ୍ଷେପରେ ସେଠାରୁ ପ୍ରତ୍ୟାବର୍ତ୍ତନ କଲେ। ଚେଲା ଦୁହେଁ ଲୋଟା କମ୍ବଳ ଧରି ତାଙ୍କ ପଛେ ପଛେ ଚାଲିଲେ। ନଳିନୀକାନ୍ତ ସାଧୁଙ୍କ ନିଷେଧ ସତ୍ତ୍ୱେ ସେମାନଙ୍କୁ ଅନୁସରଣ କଲେ। ଆଶ୍ରମ ଜୀବନ। ସେ ସାଧୁଙ୍କର ନାମ ସ୍ୱାମୀ ସଚ୍ଚିଦାନନ୍ଦ ସରସ୍ୱତୀ। ପୁଷ୍କର ତୀର୍ଥରେ ତାଙ୍କର ଆଶ୍ରମ। ନଳିନୀକାନ୍ତ ସେଠାରେ ଉପସ୍ଥିତ ହେଲା କ୍ଷଣି ସ୍ୱାମୀ ସଚ୍ଚିଦାନନ୍ଦ ପୁଣି ନାନା ଅକଥ୍ୟ ଭାଷାରେ ଗାଳି ଦେଇ ତାଙ୍କୁ ସେଠାରୁ ତଡ଼ି ଦେବାକୁ ଚେଷ୍ଟା କଲେ। ମାତ୍ର ନଳିନୀକାନ୍ତ ଏଥିରେ ବିଚଳିତ ନ ହୋଇ ସେଠାରେ ରହିଲେ ଓ ଆଶ୍ରମର କଠୋର ନିୟମ ସଂଯମରେ ନିଜକୁ ଅଭ୍ୟସ୍ତ କରିବାକୁ ଲାଗିଲେ। ସେ କାଠ ହାଣିବା, ବାସନ ମାଜିବା, ଘାସ କାଟିବା, ରନ୍ଧନ କରିବା ଇତ୍ୟାଦି ଯାବତୀୟ କାର୍ଯ୍ୟ କରି ଓ ପ୍ରତ୍ୟେକ ସାଧୁଙ୍କର ଅକଥ୍ୟ ବାକ୍ୟବାଣ ସହ୍ୟ କରି ତାଙ୍କର କୃପା ଆକର୍ଷଣ କରିବାକୁ ଚେଷ୍ଟା କଲେ। ଆଶ୍ରମର ଆହାର୍ଯ୍ୟ ଥିଲା ଖଟା ଆଉ ମାଠା ସବଜି ସହିତ ରୁଟି। ଗୋରୁ ଯେପରି କୁଣ୍ଡା ଖାଆନ୍ତି, ସେହିପରି କୁଣ୍ଡାରେ ଏ ରୁଟି ତିଆରି ହୋଇଥାଏ। ଖଟା ଅର୍ଥାତ୍ ଲଙ୍କାର ତୀବ୍ର ରାଗ ସହିତ ଖଟା, ମାଠା ଅର୍ଥାତ୍ ଘୋଳ ଦହି। ଏହା ବ୍ୟତୀତ ଅନ୍ୟ କୌଣସି ପ୍ରକାର ଆହାର୍ଯ୍ୟର ବ୍ୟବସ୍ଥା ସେଠାରେ ନଥିଲା। ଜଣେ ବିଳାସୀ ବଙ୍ଗାଳୀ ଯୁବକଙ୍କ ପକ୍ଷରେ ଏପରି କଠୋର ଜୀବନଯାପନରେ ଅଭ୍ୟସ୍ତ ହେବା କି କଷ୍ଟସାଧ୍ୟ, ତାହା ଆଧୁନିକ ସନ୍ନ୍ୟାସୀ ବ୍ରହ୍ମଚାରୀ ଗୃହସ୍ଥମାନଙ୍କର ଚିନ୍ତାର କରିବା ବିଷୟ। ରନ୍ଧନ। ସଚ୍ଚିଦାନନ୍ଦଙ୍କ ଶିଷ୍ୟମାନଙ୍କ ଭିତରେ ନଳିନୀକାନ୍ତ ଏକମାତ୍ର ବ୍ରହ୍ମଚାରୀ ସେବକ ଥିବାରୁ ଅନେକ ସମୟରେ ତାଙ୍କୁ ରନ୍ଧନ କରିବାକୁ ପଡ଼ୁଥିଲା। ଦିନେ ନଳିନୀକାନ୍ତ ଚୁଲିରେ ଭାତ ବସାଇ ଦେଇ ସଚ୍ଚିଦାନନ୍ଦଙ୍କ ବ୍ରହ୍ମଜ୍ୟୋତି ଉଦ୍ଭାସିତ ମୁଖମଣ୍ଡଳ ପ୍ରତି ଦୂରରୁ ନିର୍ନିମେଷ ନୟନରେ ଚାହିଁ ରନ୍ଧନ କଥା ଭୁଲିଗଲେ। ଏଣେ ଭାତ ପୋଡ଼ି ଗନ୍ଧ ବାହାରିଲା। ଏହା ଦେଖି ସଚ୍ଚିଦାନନ୍ଦ ତାଙ୍କୁ ନାନା ଅକଥ୍ୟ ଭାଷାରେ ଗାଳି ଦେଲେ। ନଳିନୀକାନ୍ତ କିଛି ଉତ୍ତର ନ ଦେଇ ମନେ ମନେ ଭାବିଲେ, କାହିଁକି ଏପରି ହେଲା ବୁଝନ୍ତ କି? ଘାସ କଟା ଓ କାଠ ହଣା। କିଛି ଦିନ ପରେ ତାଙ୍କୁ ଆଶ୍ରମର ଗୋରୁମାନଙ୍କ ପାଇଁ ଘାସ କାଟିବାକୁ ଆଦେଶ ହେଲା। ପାହାଡ଼ିଆ ଘାସ ଭିତରେ ବଡ଼ ବଡ଼ ଜୋକ ଥାନ୍ତି। ନଳିନୀକାନ୍ତଙ୍କର ଜୋକ ପ୍ରତି ବଡ଼ ଭୟ ଥାଏ। ସେ ଦିନେ ବିଚାର କଲେ, ଜୋକ ପ୍ରତି ଏତେ ଭୟ କାହିଁକି? ସେ ତ ମୋତେ ଖାଇଯିବେ ନାହିଁ। ଏହା ଭାବି ସେ ଗୋଟିଏ କେତୋଟି ଜୋକ ଆଣି ନିଜ ଦେହରେ ଲଗାଇ ବସି ପଡ଼ିଲେ। ଏହିପରି କ୍ରମେ ଜୋକ ଭୟ ଦୂର ହୋଇଗଲା। ଯେଉଁଦିନଠାରୁ ତାଙ୍କର ଏ ଭୟ ଦୂର ହୋଇଛି, ସେହିଦିନଠାରୁ ତାଙ୍କର ଉପରେ ଘାସ କଟା ପରିବର୍ତ୍ତେ କାଠ ହାଣିବାର ଭାର ପଡ଼ିଲା। ନଳିନୀକାନ୍ତ ଉକ୍ତ କାର୍ଯ୍ୟରେ ମଧ୍ୟ ମନୋନିବେଶ କଲେ। ଦିନେ କୁଠାର ଘାତରେ ତାଙ୍କର ଗୋଡ଼ କଟି ଯାଇ ରକ୍ତଧାର ପ୍ରବାହିତ ହେଲା। ସେହିଦିନଠାରୁ କାଠହଣା କାର୍ଯ୍ୟ ମଧ୍ୟ ବନ୍ଦ ହୋଇଗଲା। ପିତୁଳା ମାଜିବା। ଏହାପରେ ପିତୁଳା ମାଜିବା କାର୍ଯ୍ୟ ତାଙ୍କ ଉପରେ ପଡ଼ିଲା। ସଚ୍ଚିଦାନନ୍ଦ ବୈଦାନ୍ତିକ ସାଧୁ ହୋଇ ମଧ୍ୟ ଅନେକ ପିତୁଳା ପୂଜା କରୁଥିଲେ। ନଳିନୀକାନ୍ତ ବୈଦାନ୍ତିକ, ପିତୁଳା ମାନନ୍ତି ନାହିଁ। ସେ ସଚ୍ଚିଦାନନ୍ଦଙ୍କ ପିତୁଳା ପୂଜାକୁ ଘୃଣା ଚକ୍ଷୁରେ ଦେଖନ୍ତି ଓ ଅଶ୍ରଦ୍ଧାର ସହିତ ପୂଜା ଆଦି କରନ୍ତି।
ନଳିନୀକାନ୍ତଙ୍କ ପୂଜା ବେଳେ ଏ ଭାବ ଦେଖି ସଚ୍ଚିଦାନନ୍ଦ ତାଙ୍କୁ ସାବଧାନ କରିଦେଇ ଦେବତାଙ୍କ ପୂଜା ଏପରି ଅଶ୍ରଦ୍ଧା ଭାବରେ କରିବାକୁ ନିଷେଧ କଲେ। ସେଥିରେ ନଳିନୀକାନ୍ତ ଉତ୍ତର କଲେ, ଏ ମୂର୍ତ୍ତି ତ ଗୋଟିଏ ଧାତୁ ନିର୍ମିତ ବସ୍ତୁ, ଏହାକୁ ଦେବତା କିପରି କୁହାଯିବ? ଧାତୁ ମୂର୍ତ୍ତିର ତ ପ୍ରାଣ ନାହିଁ। ଏକଥା ଶୁଣି ସଚ୍ଚିଦାନନ୍ଦ କ୍ରୋଧରେ ଅନେକ ଅକଥ୍ୟ ଭାଷାରେ ଗାଳି ଦେବାକୁ ଲାଗିଲେ। ସଚ୍ଚିଦାନନ୍ଦ ସ୍ୱାମୀ ଚାଲିଯିବା ପରେ ନଳିନୀକାନ୍ତ ଉକ୍ତ ମୂର୍ତ୍ତିଟିକୁ ଆସନରୁ ଟାଣି ଆଣି ମୂର୍ତ୍ତିର ଦୁଇ ଗାଲରେ ଦୁଇଟି ଚଟକଣା ବସାଇ ଦେଇ କହିଲେ, ତୋ ସକାଶେ ସିନା ମୁଁ ଏତେ ଗାଳି ଖାଇଲି। ସଚ୍ଚିଦାନନ୍ଦ କେଉଁଠାରେ ଥିଲେ କେଜାଣି ହଠାତ୍ ଆସି କହିଲେ, ଆରେ ତୁ ପରା କହୁଥିଲୁ ସେ ମୂର୍ତ୍ତିର ପ୍ରାଣ ନାହିଁ। ପ୍ରାଣ ନାହିଁ ତ କଥା କହୁଥିଲୁ କାହା ସହିତ? ଉଭୟ ହସି ହସି ପ୍ରସ୍ଥାନ କଲେ। ଧୂନି ସଜାଡ଼ିବା। ସଚ୍ଚିଦାନନ୍ଦ ସ୍ୱାମୀଙ୍କର ସର୍ବଦା ଧୂନି ଜାଳିବା ଅଭ୍ୟାସ ଥାଏ। ପଶ୍ଚିମା ସାଧୁ ଧୂନିକୁ ବଡ଼ ପବିତ୍ର ମାନନ୍ତି। ଧୂନିରେ ସେମାନେ ଦୁଧ ଗରମ କରନ୍ତି, ଗଞ୍ଜେଇ ଖାଆନ୍ତି, ରୁଟି ସେକନ୍ତି। ତଥାପି ସେମାନଙ୍କର ସଂସ୍କାର ଯେ ସେମାନେ ଧୂନିକୁ ପବିତ୍ର ମନେକରି ପୂଜା କରନ୍ତି। ସଚ୍ଚିଦାନନ୍ଦଙ୍କର ନିୟମ ଥିଲା ଯେ ଧୂନି କାଠକୁ କେହି ଡେଇଁବେ ନାହିଁ। କିନ୍ତୁ ନଳିନୀକାନ୍ତ ବଙ୍ଗାଳୀ ଯୁବକ, ପ୍ରଥମ ଜୀବନରେ ନାସ୍ତିକ ଥିଲେ ମଧ୍ୟ ବର୍ତ୍ତମାନ ବୈଦାନ୍ତିକ ଜ୍ଞାନୀ। ସେ କଥା ସବୁ ମୋଟେ ମାନନ୍ତି ନାହିଁ। ଦିନେ ହଠାତ୍ ଧୂନି କାଠରେ ତାଙ୍କର ଗୋଡ଼ ବାଜିଗଲା। ସେଦିନ ଗୁରୁଦେବ ତାଙ୍କୁ ଖୁବ୍ ତିରସ୍କାର କଲେ। ଦ୍ୱିତୀୟ ଦିନ ପୁଣି ଗୋଡ଼ ବାଜିଲା। ସେଦିନ ମଧ୍ୟ ସଚ୍ଚିଦାନନ୍ଦ ତିରସ୍କାର କରିବାକୁ ଛାଡ଼ିଲେ ନାହିଁ। ପୁନର୍ବାର ତୃତୀୟ ଦିନ ଗୋଡ଼ ବାଜିଲା କ୍ଷଣି ସଚ୍ଚିଦାନନ୍ଦ ଅଗ୍ନିଶର୍ମା ହୋଇ ଚିମୁଟା ଉତ୍ତୋଳନ କରି କହିଲେ, ପୁଣି ଏପରି କଲେ ଗୋଡ଼ ଭାଙ୍ଗିଦେବି। ଏଥିରେ ନଳିନୀକାନ୍ତ ସାବଧାନ ହୋଇଗଲେ। ସଚ୍ଚିଦାନନ୍ଦଙ୍କର ବ୍ୟବହାର ଏହିପରି ଅକାତର ଭାବରେ କର୍କଶ ବ୍ୟବହାର ସହ୍ୟ କରିବାର ଦେଖି ନଳିନୀକାନ୍ତ ପ୍ରତି ସ୍ୱାମୀଙ୍କର ମନ କ୍ରମେ ସ୍ନେହଶୀଳ ହୋଇଆସିଲା। ସଚ୍ଚିଦାନନ୍ଦ ଅଶ୍ଳୀଳ ଭାଷାରେ ଗାଳି ଦେଲାବେଳେ ନଳିନୀକାନ୍ତଙ୍କୁ ବଡ଼ କଷ୍ଟବୋଧ ହେଉଥିଲା। ନଳିନୀକାନ୍ତ ଭାବନ୍ତି, ଯେଉଁମାନେ ସାଧୁ ମହାପୁରୁଷ ସେମାନଙ୍କର ଭାଷା ଏତେ ଦୂର କଦର୍ଯ୍ୟ ବା କିପରି ହୋଇପାରେ? ଏହା ଭାବି ସେ ଆଶ୍ରମ ଜୀବନଯାପନ କରିବାକୁ ଇଚ୍ଛା କରେନି। କେବଳ ଏହି ଅଶ୍ଳୀଳ ଭାଷା ଯୋଗୁଁ ଆଶ୍ରମ ତ୍ୟାଗ କରି ସେ ଅନ୍ୟତ୍ର ଚାଲିଯିବାକୁ ଇଚ୍ଛା ପ୍ରକାଶ କରିବାରୁ ସଚ୍ଚିଦାନନ୍ଦଙ୍କ ଅନ୍ୟତମ ଶିଷ୍ୟ ବ୍ରହ୍ମାନନ୍ଦ ନଳିନୀକାନ୍ତଙ୍କୁ ନାନା ପ୍ରକାର ଆଶ୍ୱାସନା ଦେଇ କହିଲେ, ଦେଖ ଭାଇ, ସନ୍ନ୍ୟାସୀ ହେବାକୁ ହେଲେ ଜୀବତ୍ୱକୁ ବଳି ଦେବାକୁ ହେବ। ଅର୍ଥାତ୍ ଆଶ୍ରମ ଜୀବନଯାପନ କରି ସନ୍ନ୍ୟାସୀ ବଞ୍ଚି ରହିବେ ସତ, କିନ୍ତୁ ତାହାର ଜୀବତ୍ୱ କିଛି ରହିବ ନାହିଁ। ସେହି ହେତୁ ସନ୍ନ୍ୟାସୀମାନଙ୍କ ପ୍ରତି ଏକ କଠୋର ବ୍ୟବସ୍ଥା। ଏହି ବ୍ରହ୍ମାନନ୍ଦ ସ୍ୱାମୀ, ଯେ କି ପରବର୍ତ୍ତୀ ଜୀବନରେ ବ୍ରହ୍ମାନନ୍ଦ ପରମହଂସ ବୋଲି ପରିଚିତ ହୋଇ ବ୍ରହ୍ମାନନ୍ଦୀ ଭଜନ ପ୍ରଭୃତି ଅନେକ ଧର୍ମ ପୁସ୍ତକ ଲେଖି ହିନ୍ଦୁସ୍ଥାନରେ ପ୍ରାୟ ପ୍ରତ୍ୟେକଙ୍କ ନିକଟରେ ପରିଚିତ, ତାଙ୍କ ଉପଦେଶରେ ନଳିନୀକାନ୍ତ ଟିକିଏ ସ୍ଥିର ହେଲେ। ମାତ୍ର ତାଙ୍କ ମନ ଏଥିରେ ପୁରା ବୁଝିଲା ନାହିଁ। ନଳିନୀକାନ୍ତ ଭାବିଲେ, ଜୀବର ଜୀବତ୍ୱ ନାଶ କରିବାକୁ ହେଲେ ଯେ ଅକଥ୍ୟ ଭାଷାରେ ଗାଳି ସହିବାକୁ ହେବ, ଏ କିପରି କଥା? ଏହିପରି ସମୟରେ ସେଦିନ ସଚ୍ଚିଦାନନ୍ଦ ସ୍ୱାମୀଙ୍କ ପୂର୍ବାଶ୍ରମ କଥା ଜାଣିବାକୁ ପାଇଲେ। ସଚ୍ଚିଦାନନ୍ଦଙ୍କ ପୂର୍ବାଶ୍ରମ ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ କାବୁଲର ଦୋସ୍ତ ମହମ୍ମଦ ଖାଁ ଯେତେବେଳେ ଇଂରେଜମାନଙ୍କ ସହିତ ଯୁଦ୍ଧ ଘୋଷଣା କଲେ, ସେତେବେଳେ ଲର୍ଡ଼ ଅକଲ୍ୟାଣ୍ଡଙ୍କ ଅଧୀନରେ ଥିବା ସିପାହୀମାନଙ୍କ ଭିତରେ ସଚ୍ଚିଦାନନ୍ଦ ଜଣେ ହାବିଲଦାର ଥିଲେ। ଇଂରେଜମାନେ ପେଶାୱାରରେ ଛାଉଣି ପକାଇଥିବା ବେଳେ ସଚ୍ଚିଦାନନ୍ଦ ଦିନେ ରାତ୍ରିରେ ନିକଟସ୍ଥ ପାହାଡ଼ ଉପରେ ଗୋଟିଏ ଆଲୋକ ଦେଖିଲେ ଓ ଏହି ଆଲୋକ ବିଷୟ ଉପରିସ୍ଥ ଶ୍ୱେତାଙ୍ଗ କର୍ମଚାରୀଙ୍କୁ ଜଣାଇଥିଲେ। ଶତ୍ରୁମାନେ ଏହି ପାହାଡ଼ ଉପରେ ଲୁକ୍କାୟିତ ରହି ଆକ୍ରମଣର ସୁଯୋଗ ଅନ୍ୱେଷଣ କରୁଥିବା ମନେକରି ସଚ୍ଚିଦାନନ୍ଦ କପ୍ତାନଙ୍କୁ ସଙ୍ଗରେ ଧରି ଉକ୍ତ ପାହାଡ଼ ଉପରକୁ ଗଭୀର ରାତ୍ରିରେ ଅଗ୍ରସର ହେଲେ। କିଛି ଦୂର ଯିବା ପରେ ଆଲୋକଟିକୁ ଦେଖି ନ ପାରି ଫେରିଆସିଲେ। କ୍ରମାଗତ 2-3 ରାତି ପର୍ଯ୍ୟନ୍ତ ଉକ୍ତ ଘଟଣାର ପୁନରାବୃତ୍ତି ହେଲା। ମାତ୍ର ସେମାନେ ପାହାଡ଼ ଉପରକୁ ଯାଇ ଶେଷରେ ଆଲୁଅ ନ ଦେଖି ପ୍ରତ୍ୟାବର୍ତ୍ତନ କଲେ। ଦିନେ ରାତିରେ ସଚ୍ଚିଦାନନ୍ଦ ବନ୍ଧୁକ ନେଇ ଏକାକୀ ସେହି ଆଲୁଅକୁ ଲକ୍ଷ୍ୟ କରି ପାହାଡ଼ ଉପରେ ଆରୋହଣ କଲେ। କିଛି ସମୟ ପରେ ସଚ୍ଚିଦାନନ୍ଦ ଉକ୍ତ ଆଲୋକ ନିକଟରେ ଉପସ୍ଥିତ ହୋଇ ଦେଖିଲେ, ଗୋଟିଏ ଗୁହା ଦ୍ୱାରରେ ଜଣେ ଅତି ଶୀର୍ଣ୍ଣକାୟ କଙ୍କାଳସାର ବୃଦ୍ଧ ସେହି ଆଲୋକ ଦେଖାଉଛନ୍ତି। ସଚ୍ଚିଦାନନ୍ଦଙ୍କୁ ନିକଟରେ ଦେଖି ସେ ବୃଦ୍ଧ ଡାକି କହିଲେ, ମୁଁ ତୁମ ନିମିତ୍ତ ଅପେକ୍ଷା କରିଛି। ମୋର ଦେହତ୍ୟାଗର ସମୟ ଉପସ୍ଥିତ। ବର୍ତ୍ତମାନ ତୁମକୁ ସନୈକ ବୃତ୍ତି ତ୍ୟାଗ କରି ମୋର ଏହି ଆସନର ଭାର ଗ୍ରହଣ କରି ସାଧୁ ଜୀବନ ଯାପନ କରିବାକୁ ହେବ ଓ ତୁମକୁ ବେଦାନ୍ତ ସାଧନ ଚତୁଷ୍ଟୟ କରିବାକୁ ହେବ। ଏହି ସମୟଠାରୁ ସଚ୍ଚିଦାନନ୍ଦ ସୈନିକ ବୃତ୍ତି ତ୍ୟାଗ କରି ସାଧୁ ହେଲେ ଓ ଦୀର୍ଘକାଳ ବ୍ୟାପୀ କଠିନ ସାଧନା ପରେ ନିର୍ବିକଳ୍ପ ସମାଧି ଲାଭ କଲେ।
ସ୍ୱାମୀ ସଚ୍ଚିଦାନନ୍ଦଙ୍କ ମୁଖରୁ ଏହି ଅପୂର୍ବ କାହାଣୀ ଶ୍ରବଣ କରି ନଳିନୀକାନ୍ତ ବୁଝିଲେ ଯେ ପ୍ରତ୍ୟକ୍ଷ ଜ୍ଞାନର ଅଧିକାରୀ ହେଲେ ମଧ୍ୟ ସହଜାତ ସଂସ୍କାର ଓ ବୃତ୍ତିର ସଂସ୍କାର କୌଣସି ପ୍ରକାର ଦୂର ହୁଏ ନାହିଁ। ସେହି ହେତୁ ସଚ୍ଚିଦାନନ୍ଦଙ୍କ ଭାଷା ଏପରି କଦର୍ଯ୍ୟ। ଭାବର ପରିବର୍ତ୍ତନ ହେଲେ ମଧ୍ୟ ହାବିଲଦାରଙ୍କ ଭାଷାରେ କିଛି ପରିବର୍ତ୍ତନ ହୋଇନାହିଁ। ଏସବୁ କଥା ଶୁଣି ନଳିନୀକାନ୍ତ ମନେ ମନେ ଭାବିଲେ, ଭଗବାନଙ୍କୁ ନ ଚାହିଁଲେ ମଧ୍ୟ ସେ ମିଳନ୍ତି। ଶ୍ରୁତିରେ ପଢ଼ିଥିଲେ, ଜମୈ ବୈଶ ବୃଣୁତେ, ଈଶ୍ୱର ଯାହାଙ୍କୁ ମନସ୍ଥ କରନ୍ତି ସେହି କେବଳ ଈଶ୍ୱରଙ୍କୁ ପାଇପାରେ। ସେ ଏହା ପଢ଼ିଥିଲେ ମଧ୍ୟ ପ୍ରତ୍ୟକ୍ଷ ବୋଧ କରିପାରିନଥିଲେ। ନଳିନୀକାନ୍ତ ଭାବିଥିଲେ, ସଚ୍ଚିଦାନନ୍ଦ ସ୍ୱାମୀ ସାଧନ କରି ସିଦ୍ଧିଲାଭ କରିଛନ୍ତି। ସେ ବର୍ତ୍ତମାନ ବୁଝିଲେ ଯେ ସୁକୃତିଶାଳୀ ବ୍ୟକ୍ତିମାନଙ୍କୁ ଭଗବାନ ଏହିପରି ଭାବରେ ଗୁରୁଙ୍କ ଦ୍ୱାରା କୃପା କରାନ୍ତି। ଏହା ଭାବୁ ଭାବୁ ନଳିନୀକାନ୍ତ ନିଜ କ୍ଷୁଦ୍ର ଜୀବନର ସମସ୍ତ କଥା ଭାବିବାକୁ ଲାଗିଲେ। ସେ ନିଜ ସ୍ତ୍ରୀଙ୍କୁ ପାଇବାକୁ ଯାସି ଜଗଜ୍ଜନନୀଙ୍କ ସାକ୍ଷାତ କିପରି ଲାଭ କଲେ, କିପରି ବା ଅହେତୁକ ଭାବରେ ଗୁରୁକୃପା ପାଇଲେ ଓ ଜଗଜ୍ଜନନୀଙ୍କ ସାକ୍ଷାତ ଲାଭ ପରେ କିପରି ନିଜକୁ ଜାଣିବା ପାଇଁ ଜ୍ଞାନ ସାଧନରେ ପ୍ରବୃତ୍ତ ହେଲେ, ସମସ୍ତ କଥା ମୁହୂର୍ତ୍ତକ ଭିତରେ ତାଙ୍କର ମନେ ପଡ଼ିଗଲା। ବାମାକ୍ଷେପାଙ୍କ ନିକଟରେ କରିଥିବା ସାଧନା, ଦେବୀଙ୍କ ନିକଟରୁ ବରଲାଭ ଇତ୍ୟାଦି ବିଷୟ ସଚ୍ଚିଦାନନ୍ଦଙ୍କ ନିକଟରେ କହିବାକୁ ଇଚ୍ଛା କଲେ। ମାତ୍ର ପର ମୁହୂର୍ତ୍ତରେ ମନେ ହେଲା, ନା, ସେ କ'ଣ ମନେ କରିବେ, ପରେ କ'ଣ ବା କହିବେ, ଏହା ଭାବି ସେ ଭୟରେ କିଛି କହିପାରିଲେ ନାହିଁ। ଜୟଗୁରୁ। ନିଗମ ଜୀବନୀ ପରବର୍ତ୍ତୀ ଅଧ୍ୟାୟ, ଜାତି ବିଚାରର ପ୍ରଶ୍ନ। ଜୟଗୁରୁ।